ଘରେ କଳି ଝଗଡ଼ା ଦୂର କରିବେ କିପରି? ନମସ୍କାର ବନ୍ଧୁଗଣ। ଆମ ହିନ୍ଦୁ ଧର୍ମରେ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ରକୁ ମାନିଥାନ୍ତି। ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସାରେ କରିଥାଉ। ଶାସ୍ତ୍ରର ଆମ ଜୀବନରେ ବହୁତ ମହତ୍ତ୍ୱ ରହିଛି। ଶାସ୍ତ୍ରରେ ଲେଖା ହୋଇଥିବା ପ୍ରତ୍ୟେକଟି କଥା ସତ୍ୟ ହୋଇଥାଏ। ଭଗବାନ ଶିବ ମଧ୍ୟ କହିଛନ୍ତି, ଶାସ୍ତ୍ରରେ ଲେଖା ହୋଇଥିବା ପ୍ରତ୍ୟେକଟି କଥା ସତ୍ୟ ହୋଇଥାଏ। ବନ୍ଧୁଗଣ, ଶାସ୍ତ୍ରରେ ଏପରି କିଛି ଅନୁଚିନ୍ତା ବିଷୟରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟରେ ଆସିଥାଏ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ଥିଲେ ଘରେ ଦୈବ ଶକ୍ତି ପ୍ରବେଶ କରିନଥାନ୍ତି। ଏହା ପରିବାର ପାଇଁ ରୋଗ, ଦୁଃଖ ଓ ଦରିଦ୍ରତାର କାରଣ ହୋଇଥାଏ। ଘର ସାମ୍ନାରେ ବଡ଼ ଗଛ କିମ୍ବା ଖମ୍ବ ଥିଲେ ପିଲାମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ। ତେଣୁ ଘର ସାମ୍ନାରେ ସ୍ୱାସ୍ତିକ ଚିହ୍ନ କିମ୍ବା ଓମ୍ ଲେଖିବା ଉଚିତ। ଘରକୁ ଶୁଭତ୍ୱ ଆଣିବା ପାଇଁ ହେଲେ ମୁଖ୍ୟ ଦ୍ୱାରରେ ମୁରୁଜ ପକାଇବା ଉଚିତ ଏବଂ ଫୁଲରେ ସଜାଇବା ଉଚିତ କିମ୍ବା ଛୋଟ ଛୋଟ ଘଣ୍ଟି ଲଗାଇବା ଉଚିତ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଜୋତା ଚପଲ ରଖିବା ଉଚିତ ନୁହେଁ, କାରଣ ଏହା ଅଶୁଭ ଓ ଅଶାନ୍ତିର କାରଣ ହୋଇଥାଏ। ଯଦି ଲୋକମାନଙ୍କ ମଧ୍ୟରେ ଘରେ କଳହ ଲାଗୁଥାଏ, ତେବେ ଘରର ସମସ୍ତ ଲୋକ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ତାହା ଶୁଭ ପ୍ରଭାବ ପଡ଼ିଥାଏ। ଯଦି ଘର ଲୋକମାନଙ୍କ ମଧ୍ୟରେ କଳହ ଲାଗୁଥାଏ, ତେବେ ଘର ପାଖରେ ଥିବା ପିମ୍ପୁଡ଼ି ମନ୍ଦାରେ ଅଟା ଓ ଚିନି ମିଶାଇ କିଛି ଦିନ ପକାଇଲେ ତାହା ଦୂର ହୋଇଥାଏ। ଯଦି ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗୁଥାଏ, 5ଟି ଗୋମତୀଚକକୁ ସିନ୍ଦୁର ଲଗାଇ ଠାକୁରଙ୍କ ଘରେ କିମ୍ବା ଶୋଇବା ଘରେ ରଖିଲେ ତାହା ଦୂର ହୋଇଥାଏ। ଯଦି ପରିବାରରେ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥାଏ, ତେବେ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସିନ୍ଦୁର ଏବଂ ବସ୍ତ୍ର ଚଢ଼ାଇବା ଦ୍ୱାରା ଦୂର ହୋଇଥାଏ। ପରିବାରରେ କଳହ ନ ହେବା ପାଇଁ ହେଲେ ଶୋଇବା ଘରେ କେବେ ବି ହିଂସ୍ର ଜନ୍ତୁଙ୍କ ଫଟୋ କିମ୍ବା ଯୁଦ୍ଧ ଚିତ୍ର ଲଗାଇବା ଉଚିତ ନୁହେଁ। ଶୋଇବା ଘରେ ଭଙ୍ଗା ଆଇନା କିମ୍ବା ଖରାପ ହୋଇଯାଇଥିବା ବିଦ୍ୟୁତ୍ ଉପକରଣ ରଖିବା ଉଚିତ ନୁହେଁ। ଘର ଭିତରେ କେବେ ମଧ୍ୟ ତାଜମହଲର ଚିତ୍ର କିମ୍ବା ପ୍ରକୃତିକ ଲାଗିଥିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ କଳହ ଦେଖାଯାଇଥାଏ। ସ୍ୱାମୀ ସ୍ତ୍ରୀ ଶୋଇବା ଘରେ ଘର ଭିତରେ କେବେ ବି ମଧ୍ୟ ତାଜମହଲର ଚିତ୍ର କିମ୍ବା ପ୍ରତିକୃତି ଲଗାଇଥିବା ଉଚିତ ନୁହେଁ। ଘରର ଭିତରେ କେବେ ମଧ୍ୟ ତାଜମହଲର ଚିତ୍ର କିମ୍ବା ପ୍ରତିକୃତି ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ଘରେ କଳହ ଦେଖାଯାଇଥାଏ। ସ୍ତ୍ରୀ ଶୋଇବା ଘରେ କେବେ ବି ଫାଟି ଯାଇଥିବା ପର୍ସ ଓ ଭାଙ୍ଗି ଯାଇଥିବା ଆଲମିରା ରଖନ୍ତୁ ନାହିଁ।